ରେଭେନ୍ସାରେ ଅଗ୍ନିଯୁଗର ପ୍ରଥମ ଶହୀଦ ଖୁଦିରାମ ବୋଷଙ୍କ 118ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ମହାନ ଯୋଦ୍ଧା ଅଗ୍ନିଯୁଗର ବିପ୍ଳବୀ ଖୁଦିରାମ ବୋଷଙ୍କ 118ତମ ଦିବସ ଉପଲକ୍ଷେ AIDSO ରେଭେନ୍ସା ବିଶ୍ୱବିଦ୍ୟାଳୟ କମିଟି ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ଯଥାଯୋଗ୍ୟ ମର୍ଯ୍ୟାଦାର ସହ ଏହି ଶହୀଦ ଦିବସ ପାଳନ ହୋଇଯାଇଛି। ସର୍ବପ୍ରଥମେ ଖୁଦିରାମ ବୋଷଙ୍କ ଫଟୋଚିତ୍ରରେ ଛାତ୍ରଛାତ୍ରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିସାରିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲା ସମ୍ପାଦକ ତରୁଣ ସେନ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ତାଙ୍କ ବକ୍ତବ୍ୟରେ ଖୁଦିରାମ ବୋଷଙ୍କର ସାଧାରଣ ମଣିଷ ପ୍ରତି ଗଭୀର ଭଲ ପାଇବା ହିଁ ବଳିଷ୍ଠ ଚରିତ୍ର ଗଢ଼ି ତୋଳିବା ସହ ବ୍ରିଟିଶର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢ଼େଇ କରି ଫାଶୀର ରୁଜୁକୁ ଆଲିଙ୍ଗନ କରିପାରିଥିଲେ। ସ୍ୱାଧୀନତା କେବଳ ରାଜନୈତିକ ଭାବେ ନୁହେଁ, ମଣିଷ ଉପରେ ମଣିଷର ସମସ୍ତ ପ୍ରକାର ଶୋଷଣରୁ ମୁକ୍ତି ପାଇଁ ମାତ୍ର 18 ବର୍ଷ ବୟସରେ ସେ ଫାଶୀକୁ ଆପଣେଇଥିଲେ। ଆଜିକାର ପୁଞ୍ଜିବାଦୀ ଶୋଷଣ ଶାସନକୁ ଦୀର୍ଘସ୍ଥାୟୀ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବେକାରୀ, ଦର ବୃଦ୍ଧି, ଶିକ୍ଷା ସ୍ୱାସ୍ଥ୍ୟ ସେବାର ବ୍ୟବସାୟୀକରଣ, ନାରୀ ନିର୍ଯାତନା, ଭୋଗବାଦୀ ସଂସ୍କୃତି, ଅଶ୍ଳୀଳତା, ଅପସଂସ୍କୃତି, ଅନ୍ଧବିଶ୍ୱାସ, ମଦ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର, କୁସଂସ୍କାର, ପୁରୁଣା ଅଚଳ ଚିନ୍ତା, ଅନ୍ୟ ଦିଗରେ ଅବୈଜ୍ଞାନିକ ପାଠ୍ୟକ୍ରମ, ଇତିହାସର ବିବୃତିକରଣ କରିବା ସହ ଜାତୀୟ ଶିକ୍ଷାନୀତି 2020 ଯାହା ସଭ୍ୟତା ବିରୋଧୀ ତାହାକୁ ସୁକୌଶଳରେ ଲାଗୁ କରିବା ପାଇଁ ସମସ୍ତ ପ୍ରକାର ଅପଚେଷ୍ଟା କରାଯାଉଛି ବୋଲି ଆଲୋଚନା କରାଯାଇଥିଲା। ତେଣୁ ଛାତ୍ର ସମାଜ ଖୁଦିରାମ ବୋଷଙ୍କ ଲଢ଼ୁଆ ଜୀବନରୁ ଶିକ୍ଷା ନେଇ ଶୋଷଣହୀନ ନୂତନ ସମାଜ ପ୍ରତିଷ୍ଠା ପାଇଁ ଛାତ୍ରଛାତ୍ରୀଙ୍କୁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଂଗଠନର ବିଶ୍ୱବିଦ୍ୟାଳୟ କମିଟି ସମ୍ପାଦକ ଗାୟତ୍ରୀ ସାହୁ, ଉପସଭାପତି କଶକ ଜେନା ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ NTV।